ନୂଆ ବର୍ଷ ଆସିଲେ ଆମେ ସମସ୍ତେ ବଡ଼ ବଡ଼ ସଂକଳ୍ପ ନେଇଥାଉ ନୁହେଁ କି? ହେଲେ କିଛି ଦିନ ପରେ ସେସବୁ କୁଆଡ଼େ ଯାଏ? ଆଜି କିନ୍ତୁ ଆମେ ଏମିତି ଏକ ପ୍ଲାନ୍ ବିଷୟରେ କଥା ହେବା ଯାହା ବହୁତ ପ୍ରାକ୍ଟିକାଲ। ଏହା ହେଉଛି 2026 ପାଇଁ ଜଣେ ଛାତ୍ରଙ୍କର ନିଜ ହାତ ତିଆରି ନୋଟ୍ସ। ଏଥିରେ କେବଳ ବଡ଼ ବଡ଼ ସ୍ୱପ୍ନ ନାହିଁ, ବରଂ ଗୋଟିଏ ଭଲ ସୁସ୍ଥ ଜୀବନ ପାଇଁ ଏକ ବାସ୍ତବବାଦୀ ରାସ୍ତା ଅଛି। ଆଉ ଏହି ନୋଟ୍ସର ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ଏହାର ସରଳତା। ଏଥିରେ କୌଣସି ବଡ଼ଗୁଡ଼ କଥା କିମ୍ବା ଜଟିଳ ଥିଓରି ନାହିଁ। ବସ୍ ନିଜକୁ ଆହୁରି ଭଲ କରିବା ପାଇଁ କିଛି ସିଧାସଳଖ କାମରେ ଆସିବା ଭଳି ପଦକ୍ଷେପ। ତେବେ ଚାଲନ୍ତୁ ଆମେ ଏକାଠି ଦେଖିବା ଏହି ନୋଟ୍ସ ଆମ ଜୀବନରେ କି ପରିବର୍ତ୍ତନ ଆଣିପାରିବ। ତେବେ ଏହି ପୂରା ଯୋଜନାଟା ଚାରିଟା ମୁଖ୍ୟ ଜିନିଷ ଉପରେ ତିଆରି। ପ୍ରଥମେ ଆର୍ଥିକ ସ୍ୱାସ୍ଥ୍ୟ, ଦ୍ୱିତୀୟରେ ମାନସିକ ଶାନ୍ତି, ତୃତୀୟରେ ଶାରୀରିକ ସ୍ୱାସ୍ଥ୍ୟ ଆଉ ଚତୁର୍ଥରେ ହେଉଛି ଅନୁଶାସନ, ଯାହା ଏ ତିନିଟାକୁ ଏକାଠି ଧରି ରଖିବ। ଆଉ ଶେଷରେ ଆମ ପାଇଁ ଅଛି ଗୋଟେ ବହୁତ ଶକ୍ତିଶାଳୀ ରେଜଲ୍ୟୁସନ୍। ଆଚ୍ଛା, ତେବେ ଆରମ୍ଭ କେଉଁଠୁ କରାଯିବ? ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷରୁ, ଆର୍ଥିକ ସ୍ୱାସ୍ଥ୍ୟ। କାରଣ ସତ କହିବାକୁ ଗଲେ ଯେତେବେଳେ ପକେଟରେ ଟଙ୍କା ପଇସାର ଚିନ୍ତା ଥାଏ ସେତେବେଳେ ମନରେ ଶାନ୍ତି ଆସିବାଟା ବହୁତ କଷ୍ଟ। ଏହାର ପ୍ରଥମ ନିୟମଟା ବହୁତ ସରଳ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ, ଇମ୍ପଲ୍ସରେ ନୁହେଁ। ଆମ ସହିତ ଏମିତି ହୁଏ ନା, ଆରେ ୱାଓ 50% ଡିସ୍କାଉଣ୍ଟ, ଚାଲ କିଣିଦେବା। ଆଉ ଘରକୁ ଆଣିଲା ପରେ ଲାଗେ ଏଟା ମୋର ପ୍ରକୃତରେ ଦରକାର ଥିଲା କି? ସେଥିପାଇଁ ଏହି ନୋଟ୍ସ କହୁଛି, କିଛି ବି କିଣିବା ଆଗରୁ ନିଜକୁ ମାତ୍ର ଗୋଟିଏ ପ୍ରଶ୍ନ ପଚାରନ୍ତୁ, ଏଇଟା ଆବଶ୍ୟକତା ନା କେବଳ ଗୋଟେ ଇଚ୍ଛା? ଆଉ ଏହି ଭାବିଚିନ୍ତି ଖର୍ଚ୍ଚ କରିବା ପାଇଁ 50-30-20 ନିୟମଟା ବହୁତ କାମରେ ଆସେ। ଏହା କ'ଣ? ଦେଖନ୍ତୁ, ଆୟର 50% ରଖନ୍ତୁ ଆବଶ୍ୟକତା ପାଇଁ, ଯେମିତି ଘର ଭଡ଼ା, ଖାଇବା ପିଇବା। 30% ରଖନ୍ତୁ ନିଜ ଇଚ୍ଛା ପାଇଁ, ମାନେ ବୁଲାବୁଲି, ସିନେମା। ଆଉ ସବୁଠୁ ଜରୁରୀ 20% ସଞ୍ଚୟ କିମ୍ବା ଋଣ ସୁଝିବା ପାଇଁ। ବସ୍ ଏହି ସରଳ ହିସାବ ଆର୍ଥିକ ଜୀବନକୁ ବହୁତ ସହଜ କରେ। ଆମେ ସାଧାରଣତଃ ଗୋଟେ ବହୁତ ବଡ଼ ଭୁଲ କରୁ। ଆଗ ଖର୍ଚ୍ଚ କରିଦେଉ, ଆଉ ଯାହା ବଳିଲା ତାକୁ ସେଭିଂସ୍ କରୁ। କିନ୍ତୁ ଏହି ନୋଟ୍ସ କହୁଛି ନା, ସେମିତି ନୁହେଁ। ନିୟମଟାକୁ ଓଲଟେଇ ଦିଅନ୍ତୁ। ଆଗ ସଞ୍ଚୟ, ତାପରେ ଖର୍ଚ୍ଚ। ସବୁଠୁ ଭଲ ଉପାୟ ହେଉଛି ଅଟୋ ଡିଡକ୍ସନ୍ ସେଟ୍ କରିଦିଅନ୍ତୁ। ମାସକୁ 500 କି 1000 ଟଙ୍କାରୁ ବି ଆରମ୍ଭ କଲେ ଚଳିବ। ଟଙ୍କାଠୁ ବେଶୀ ଏହା ଏକ ଭଲ ଅଭ୍ୟାସ ତିଆରି କରେ। ଏଠି ଗୋଟେ ବହୁତ ମଜାଦାର ଟିପ୍ ଅଛି। ପ୍ରଥମେ ନିଜକୁ ପେମେଣ୍ଟ କରନ୍ତୁ। ଏହାର ମାନେ କ'ଣ? ମାନେ ଦରମା ଆସିବା ମାତ୍ରେ ଘର ଭଡ଼ା ଦେବା ଆଗରୁ କିମ୍ବା EMI ଦେବା ଆଗରୁ ପ୍ରଥମେ କିଛି ଟଙ୍କା ନିଜର ସେଭିଂସ୍ ଆକାଉଣ୍ଟକୁ ପଠାଇ ଦିଅନ୍ତୁ। କାହିଁକିନା ନିଜ ଭବିଷ୍ୟତରେ ନିବେଶ କରିବା ହିଁ ସବୁଠୁ ବଡ଼ ନିବେଶ। ଗୋଟେ ସିଧା ହିସାବ ମନେ ରଖିବା ଦରକାର। ଯେତେ କମ୍ ଋଣ ସେତେ ଅଧିକ ଶାନ୍ତି। ତେଣୁ ବିନା କାରଣରେ EMI ପଛରେ ପଢ଼ନ୍ତୁନି। ଆଉ ଯଦି ଋଣ ଅଛି, ତେବେ ଯେଉଁଥିରେ ସବୁଠୁ ବେଶୀ ସୁଧ ଯାଉଛି, ଯେମିତିକି କ୍ରେଡିଟ୍ କାର୍ଡ ବିଲ୍, ତାକୁ ଆଗ ସୁଝନ୍ତୁ। ଆଉ ହଁ, ଏହି ବର୍ଷ ନିଜକୁ ଗୋଟେ ଫାଇନାନ୍ସିଆଲ ସ୍କିଲ୍ ଶିଖିବାର ଉପହାର ଦିଅନ୍ତୁ। ସେ ଇନଭେଷ୍ଟିଂ ହେଉ କିମ୍ବା ଟ୍ୟାକ୍ସ ପ୍ଲାନିଂ, କିଛି ନା କିଛି ନୂଆ ଶିଖାନ୍ତୁ। ହେଲେ ଖାଲି ଟଙ୍କା ଥିଲେ ତ ଜୀବନ ଚାଲେନି, ନୁହେଁ କି? ସେଥିପାଇଁ ଏବେ ଆମେ ଆସିବା ଆମର ଦ୍ୱିତୀୟ ଆଉ ମୋ ମତରେ ସବୁଠୁ ଜରୁରୀ ସ୍ତମ୍ଭକୁ, ମାନସିକ ଶାନ୍ତି। କାରଣ ଏହି ନୋଟ୍ସରେ ଗୋଟେ କଥା ବହୁତ ସୁନ୍ଦର ଭାବରେ ଲେଖାହେଇଛି, ଶାନ୍ତି ବିନା ସଫଳତା ଗୋଟେ ବିଫଳତା ସହିତ ସମାନ। ତେବେ ଏହି ଯେଉଁ ଚାରିଆଡ଼େ ନେଗେଟିଭିଟି ଅଛି, ସେଥିରୁ ନିଜ ମନକୁ ବଞ୍ଚାଇବା କେମିତି? ଏହି ନୋଟ୍ସ କିଛି ସରଳ ରାସ୍ତା ଦେଖାଉଛି। ପ୍ରଥମତଃ, ଛୋଟ ଛୋଟ କଥାରେ ଯୁକ୍ତିତର୍କ କରିବା ବନ୍ଦ କରନ୍ତୁ। ଦ୍ୱିତୀୟରେ, ସୋସିଆଲ ମିଡିଆରେ ଅନ୍ୟମାନଙ୍କର ଭେକେସନ୍ ଫଟୋ ଦେଖି ନିଜ ଜୀବନ ସହ ତୁଳନା କରିବା ଛାଡ଼ନ୍ତୁ। ଆଉ ତୃତୀୟରେ, ନିଜର ସ୍କ୍ରିନ୍ ଟାଇମ୍ ଟିକେ କମ୍ କରନ୍ତୁ। ଏହି ଲାଇନଟାକୁ ଟିକେ ଭଲ ଭାବରେ ଦେଖନ୍ତୁ। ତୁଳନା ଚୁପଚାପ ଖୁସି ଚୋରି କରିନିଏ। କେତେ ସତ୍କଥା, ନୁହେଁ? ଏହା ଏମିତି ଗୋଟେ ଚୋର ଯାହାକୁ ଆମେ ନିଜେ ଘରକୁ ଡାକୁ। ଆମେ ଭୁଲିଯାଉ ଯେ ଆମେ ଅନ୍ୟମାନଙ୍କ ଜୀବନର ହାଇଲାଇଟ୍ ରିଲ୍ ସହିତ ନିଜ ଜୀବନର ବିହାଇଣ୍ଡ ଦ ସିନ୍ସକୁ ତୁଳନା କରୁଛୁ। ଏମିତି କଲେ ତ ଦୁଃଖ ଲାଗିବ ହିଁ ଲାଗିବ। ଆଉ ମାନସିକ ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ ମାତ୍ର 10-15 ମିନିଟ୍, ବାସ୍ ସେତିକି। ଧ୍ୟାନ କରନ୍ତୁ, ପ୍ରାର୍ଥନା କରନ୍ତୁ କିମ୍ବା ଚୁପଚାପ ବସନ୍ତୁ। ଆଉ ଗୋଟେ ବହୁତ ବଡ଼ ସ୍କିଲ୍ ହେଉଛି ନା କହିବା ଶିଖିବା। ଆଉ ନା କହିଲା ବେଳେ ଗିଲ୍ଟି ଫିଲ୍ ନ କରିବା। ସମସ୍ତଙ୍କୁ ଖୁସି କରିବା ଚକ୍କରରେ ନିଜ ଉପରେ ଅତ୍ୟାଚାର କରନ୍ତୁନି। ମନେ ରଖନ୍ତୁ, ଏହା ସ୍ୱାର୍ଥପରତା ନୁହେଁ, ଏହା ହେଉଛି ସେଲ୍ଫ କେୟାର। ଆଉ ଏଇ କଥାଟାକୁ ଦେଖନ୍ତୁ, ଅନ୍ୟମାନଙ୍କୁ ନା କହିବା ମାନେ ଅନେକ ସମୟରେ ନିଜକୁ ହଁ କହିବା। କେତେ ସୁନ୍ଦର କଥା। ଯେତେବେଳେ ଆମେ ଏମିତି କୌଣସି କାମକୁ ନା କରୁ ଯାହା ଆମ ମାନସିକ ଶାନ୍ତି ନଷ୍ଟ କରୁଛି, ସେତେବେଳେ ଆମେ ପ୍ରକୃତରେ ନିଜର ପ୍ରାଥମିକତା ଆଉ ନିଜର ସୁଖକୁ ହଁ କହୁଥାଉ। ଆଜିକାଲି ଗୋଟେ ଟ୍ରେଣ୍ଡ ଚାଲିଛି, କମ୍ ଶୋଇ ଅଧିକ କାମ କରିବା। ଲାଗେ ଯେମିତି ଏଇଟା ସଫଳତାର ନିଶାନୀ। କିନ୍ତୁ ଏଇ ନୋଟ୍ସ ଆମକୁ ମନେ ପକାଇ ଦେଉଛି ଯେ ନିଦ କୌଣସି ଲକ୍ଜରୀ ନୁହେଁ, ଏହା ଆମ ଶରୀର ଓ ମସ୍ତିଷ୍କ ପାଇଁ ଔଷଧ।
ତେଣୁ ଅତି କମ୍ରେ 7 ଘଣ୍ଟା ଶୁଅନ୍ତୁ, ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଶୁଅନ୍ତୁ। ଆଉ ସବୁଠୁ କଷ୍ଟକର ନିୟମ, ଶୋଇବାର ଅଧଘଣ୍ଟା ଆଗରୁ ମୋବାଇଲକୁ ଦୂରେଇ ଦିଅନ୍ତୁ। ଦେଖିବେ ଏହାର କେତେ ଭଲ ପ୍ରଭାବ ପଡ଼ିବ। ଆଚ୍ଛା, ଆର୍ଥିକ ଆଉ ମାନସିକ ସ୍ୱାସ୍ଥ୍ୟ ପରେ ଆସୁଛି ଆମର ତୃତୀୟ ସ୍ତମ୍ଭ, ଶାରୀରିକ ସ୍ୱାସ୍ଥ୍ୟ। ଆଉ ଏଠାରେ ଲେଖାଥିବା କଥାଟା ଟିକେ କଠୋର ଲାଗିପାରେ, କିନ୍ତୁ ପୁରା ସତ। ଆଜିର ଅବହେଳିତ ସ୍ୱାସ୍ଥ୍ୟ ଆସନ୍ତାକାଲିର ହସ୍ପିଟାଲ। ଏହାଠୁ ବଡ଼ ସତ ଆଉ କ'ଣ ହେଇପାରେ? ଆଉ ଭଲ ସ୍ୱାସ୍ଥ୍ୟ ପାଇଁ ବଡ଼ ବଡ଼ ଜିମ୍ ଯିବା ଜରୁରୀ ନୁହେଁ। ପ୍ରତିଦିନ ମାତ୍ର 30 ମିନିଟ୍ ଚାଲନ୍ତୁ, ଘରେ ଟିକେ ଯୋଗ କରନ୍ତୁ କିମ୍ବା ଷ୍ଟ୍ରେଚିଂ କରନ୍ତୁ। କନସିଷ୍ଟେନ୍ସି ଇଜ୍ ଦ କି। ମାନେ ପ୍ରତିଦିନ କରିବାଟା ଜରୁରୀ। ଆଉ ଖାଇବା କଥା, ଏଠି ଗୋଟେ ବଢ଼ିଆ କଥା ଲେଖାଉଛି, ଶରୀରକୁ ପୋଷଣ ଦେବା ପାଇଁ ଖାଆନ୍ତୁ, ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନୁହେଁ। ଏଠି ଡାଏଟ୍ ପାଇଁ କିଛି ବଡ଼ ବଡ଼ ନିୟମ ନାହିଁ, ବାସ୍ କିଛି ସରଳ ଜିନିଷ। କ'ଣ କମ୍ କରିବେ? ଚିନି, ଜଙ୍କ ଫୁଡ୍ ଆଉ ଡେରି ରାତିରେ ଖାଇବା। ଆଉ କ'ଣ ବଢ଼େଇବେ? ଫଳ, ପନିପରିବା ଆଉ ପ୍ରଚୁର ପାଣି। ଦେଖିବାକୁ ଏହା ବହୁତ ସାଧାରଣ ଲାଗୁଛି, କିନ୍ତୁ କରିକି ଦେଖନ୍ତୁ, ଏହାର ଫଳାଫଳ ଅସାଧାରଣ। ଆଚ୍ଛା, ଗୋଟେ କଥା କହନ୍ତୁ, ଶେଷ ଥର ପାଇଁ ନିଜର ହେଲ୍ଥ ଚେକଅପ୍ କେବେ କରାଇଥିଲେ? ମନେ ନାହିଁ ନା? ତେବେ 2026ରେ ନିଜ ପାଇଁ ଏତିକି କରନ୍ତୁ, ଗୋଟେ ବେସିକ୍ ହେଲ୍ଥ ଚେକଅପ୍। କାରଣ ଏହି କଥାଟା ସବୁବେଳେ ମନେ ରଖିବା ଦରକାର, ପ୍ରତିକାର ଅପେକ୍ଷା ପ୍ରତିଷେଧ ଶସ୍ତା, ଟଙ୍କା ଆଉ କଷ୍ଟ ଉଭୟ ଦୃଷ୍ଟିରୁ। ତେବେ ଆମେ ଆର୍ଥିକ, ମାନସିକ ଆଉ ଶାରୀରିକ ସ୍ୱାସ୍ଥ୍ୟ ବିଷୟରେ କଥା ହେଲେ, କିନ୍ତୁ ଏ ସବୁକୁ ଏକାଠି ବାନ୍ଧି ରଖିବ କିଏ? ସେଇଟା ହେଉଛି ଆମର ଚତୁର୍ଥ ସ୍ତମ୍ଭ, ଅନୁଶାସନ ବା ଡିସିପ୍ଲିନ୍। କାରଣ ସତକଥା ହେଉଛି, ବଡ଼ ପରିବର୍ତ୍ତନ ଗୋଟେ ଦିନରେ ଆସେ ନା, ଏହା ପ୍ରତିଦିନର ଛୋଟ ଛୋଟ ଅଭ୍ୟାସରୁ ହିଁ ତିଆରି ହୁଏ। ଏଠାରେ ଦୁଇଟା ବହୁତ ଶକ୍ତିଶାଳୀ ଅଭ୍ୟାସ ବିଷୟରେ କୁହାଯାଇଛି। ପ୍ରଥମ, ପ୍ରତିଦିନ ମାତ୍ର 20 ମିନିଟ୍ ପଢ଼ନ୍ତୁ, ଯାହା ବି ହଉ ବହି ପଢ଼ନ୍ତୁ, କିଛି ନୂଆ ଶିଖନ୍ତୁ। ଆଉ ଦ୍ୱିତୀୟରେ, ଗ୍ରାଟିଟ୍ୟୁଡ୍ ପ୍ରାକ୍ଟିସ୍ କରନ୍ତୁ, ମାନେ ରାତିରେ ଶୋଇବା ଆଗରୁ ଦିନସାରା ଘଟିଥିବା 3ଟି ଭଲ କଥାକୁ ମନେ ପକାନ୍ତୁ। ବିଶ୍ୱାସ କରନ୍ତୁ, ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ଗୋଟେ ଟୋନିକ୍ ଭଳି କାମ କରେ। ଆଉ ଶେଷରେ ଗୋଟେ ବହୁତ ଜରୁରୀ କଥା, ସମ୍ପର୍କ। କାରଣ ଆମ ଖୁସିର ଗୋଟେ ବଡ଼ ଭାଗ ଆମ ସମ୍ପର୍କ ଉପରେ ହିଁ ନିର୍ଭର କରେ। ତେଣୁ ନିଜ ସମ୍ପର୍କରେ ଇନଭେଷ୍ଟ କରନ୍ତୁ, ସମୟ ଦିଅନ୍ତୁ, ଧ୍ୟାନ ଦିଅନ୍ତୁ। ଆଉ ଏବେ ଏହି ସବୁ କଥାର ସାର 2026 ପାଇଁ ସେହି ଫାଇନାଲ ଲାଇଫ୍ ରେଜଲ୍ୟୁସନ୍। ଏହି ସଂକଳ୍ପକୁ ଟିକେ ଧ୍ୟାନ ଦେଇ ଶୁଣନ୍ତୁ। 2026ରେ ମୁଁ ଅନୁତାପ ବଦଳରେ ଅନୁଶାସନ ବାଛିବି, ବାହାନା ବଦଳରେ ନିରନ୍ତରତା ବାଛିବି, ଆଉ ଚାପ ବଦଳରେ ଶାନ୍ତିକୁ ବାଛିବି। ୱାଓ, ଏହା ଖାଲି ଗୋଟେ ଲାଇନ୍ ନୁହେଁ, ଏହା ପୁରା ଜୀବନ ପାଇଁ ଗୋଟେ ଗାଇଡ୍। ହେଲେ ଏତେ ସରଳ ଯୋଜନା, ଏହା ପ୍ରକୃତରେ କାମ କରିବ କି? ଆଉ ଯଦି କରିବ, ତେବେ କାହିଁକି? କାରଣ ପ୍ରଥମ କଥା, ଏହା ବାସ୍ତବବାଦୀ। ଏଥିପାଇଁ କୌଣସି ଅଲଗା ଖର୍ଚ୍ଚ ନାହିଁ। ଏହା ଲଙ୍ଗ୍ ଟର୍ମ ଇମ୍ପ୍ରୁଭମେଣ୍ଟ ଉପରେ ଫୋକସ୍ କରେ। ଆଉ ସବୁଠୁ ବଡ଼ କଥା ହେଉଛି, ଏହା ଜୀବନର 3ଟି ସବୁଠୁ ଜରୁରୀ ଜିନିଷ, ଟଙ୍କା, ମନ ଆଉ ଶରୀର, ଏ 3ଟା ଭିତରେ ଗୋଟେ ବହୁତ ସୁନ୍ଦର ବ୍ୟାଲେନ୍ସ ତିଆରି କରେ। ଆଉ ବୋଧହୁଏ ଏଇଟା ହିଁ ଗୋଟେ ଭଲ ଆଉ ସମ୍ପୂର୍ଣ୍ଣ ଜୀବନର ପ୍ରକୃତ ରହସ୍ୟ।